ଆମକୁ ଆଜି ମଧ୍ୟ ସେହି ପରିଚୟ ଦେଇଛି। ସକାଳ ପନ୍ତେ ସାଧବ ଦେବୀଙ୍କୁ ପାଣିରୁ ଉଠେଇ ଆଣି ଏଇଠାରେ ସ୍ଥାପନା କରେ। ପୁରାଣ କହେ ତ୍ରେତୟରେ ମା ମଙ୍ଗଳା ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଥିଲେ। ଲଙ୍କାପତି ରାବଣ ମାଙ୍କୁ ନିତିଦିନ ପୂଜା ଆରାଧନା କରୁଥିଲେ। ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ସୀତାଙ୍କୁ ଉଦ୍ଧାର କରି ଫେରିବା ସମୟରେ ମା ମଙ୍ଗଳାଙ୍କୁ ସାଥିରେ ନେଇ ଆସିଲେ। କାଳକ୍ରମେ ଦେବୀ ମଙ୍ଗଳା ଏହି କାକଟପୁରରେ ପ୍ରତିଷ୍ଠିତ ହୋଇଛନ୍ତି। ଆହୁରି ବି ପୁରାଣ କହେ ମହିଷାସୁର ବ୍ରହ୍ମାଙ୍କ ଠାରୁ ବର ଲାଭ କରିଥିଲା। ଯେଉଁ ନାରୀର ଜାନୁ ଯୌବନ ସେ ଦେଖିବ ସେହି ନାରୀ ହିଁ କେବଳ ତାକୁ ମାରିପାରିବ। ଦେବୀ ଦୁର୍ଗା ଯେତେବେଳେ ମହିଷାସୁର ସହିତ ଦୀର୍ଘକାଳ ଧରି ଲଢ଼େଇ କରି ମଧ୍ୟ ତାକୁ ପରାସ୍ତ କରିପାରିଲେନି, ସେହି ସମୟରେ ଦେବୀ ଦୁର୍ଗାଙ୍କର ଅନ୍ତଃସ୍ଥଳରୁ ମା ମଙ୍ଗଳା ଆବିର୍ଭୂତ ହୋଇ ଦେବୀ ଦୁର୍ଗାଙ୍କୁ ବ୍ରହ୍ମାଙ୍କ ବର ବିଷୟରେ ସୂଚେଇଥିଲେ। ଜଗତର କଲ୍ୟାଣ ସାଧନ ନିମନ୍ତେ ଉଲଗ୍ନ ହୋଇ ମହିଷାସୁରକୁ ମାରିବା ପାଇଁ ପ୍ରାର୍ଥନା କଲେ। ଦେବୀ ଦୁର୍ଗା ମା ମଙ୍ଗଳାଙ୍କ କଥା ଗ୍ରହଣ କରି ଗାଁ କରିଲେ। ମହିଷାସୁର ବଦ୍ଧ ହେଲା। ସେହି ମୁହୂର୍ତ୍ତରୁ ଦେବୀ ଦୁର୍ଗା ମା ମଙ୍ଗଳାଙ୍କୁ ସର୍ବମଙ୍ଗଳ ଆଖ୍ୟା ଦେଇ ଜଗତବାସୀଙ୍କର ମଙ୍ଗଳଦାୟିକା ଦେବୀ ରୂପେ ପୂଜା ପାଇବା ପାଇଁ କହିଥିଲେ।